ଦର୍ଶକ ବନ୍ଧୁ, ଆଜି ମୁଁ ଗୋଟେ ଗଳ୍ପ କହିବାକୁ ଯାଉଛି। ସେଇ ଗାଁ ଯେଉଁଠାରେ ଅନ୍ଧକାର କାହାଣୀର ସ୍ୱର ହୋଇଥାଏ ଓ ମନେ ପଡ଼େ ଏକ ଅଭିଶପ୍ତ ଗୁପ୍ତ ଗମ୍ଭୀର ସ୍ୱର। ଆସନ୍ତୁ ଆଜି ଆମେ ଜାଣିବା ଏଇ ଛାୟା ପଛର ସତ୍ୟ। ଏଇ କାହାଣୀ ହେଉଛି ସେଇ ଗାଁର, ଯେଉଁଠାରେ ଲୋକେ ରାତିରେ ତାଙ୍କର ଚାରିପାଶ ଚାଲିବାକୁ ଭୟ ପାଉଛନ୍ତି। ଏକ ପୁରୁଣା ଘର, ଏକ ଅଜଣା ମନ୍ଦିର ଏବଂ ଗାଁର ଲୋକଙ୍କ ଅନୁଭୂତି। ଗାଁର ନାମ ଦୂରପ୍ରାଣ। ଗାଁରେ ବସିଛନ୍ତି ପ୍ରଥମ ପାତ୍ର ଦିଲ୍ଲୀପ, ବୃଦ୍ଧ ଲୋକ। ତାଙ୍କର ଝିଅ ହେଉଛି ସୀତା ଏବଂ ଏକ ବାତ୍ସଲ୍ୟପୂର୍ଣ୍ଣ ପରିବାର। ମଧ୍ୟରାତ୍ରି ମଧ୍ୟରେ ଗାଁର ବୋଲିବାକୁ ଲୋକେ ପ୍ରାରମ୍ଭ କଲେ। ଆସନ୍ତା ରାତି ଆମେ କ'ଣ ଭାବିବା? ଏକ ରାତି ସୀତା ଘରକୁ ଫେରୁଥିଲେ। ରାସ୍ତାରେ ତାଙ୍କୁ ଦେଖା ମିଳିଲା ଏକ ଧୀରେ ଝାଡ଼ ଛାୟା। ସୀତା ବିଚ୍ଛିନ୍ନ ଭାବେ ଅନୁଭବ କଲେ। ସେଇ ଛାୟା ମଧୁର ଧ୍ୱନିରେ କହିଲା, ଏଇଠାରୁ ଯାଆନ୍ତୁ ନାହିଁ। ସୀତା ଘରକୁ ପହଞ୍ଚି ସବୁକିଛି ପରିବାର ଆଗରେ କହିଲା। କିନ୍ତୁ ସକାଳରେ ଗାଁର ବାର୍ତ୍ତା ଆସିଲା ଯେ ପଶୁ ମରିଛି, ବିଦ୍ୟୁତ୍ ଲାଇନ୍ ଭାଙ୍ଗିଛି ଏବଂ ନିଜେ ବିରକ୍ତ ଅନୁଭବ କରିଥିଲେ। ଦିଲ୍ଲୀପ ଓ କିଛି ସାହସୀ ଯୁବକ ମିଳିଗଲେ ଗାଁର ସେହି ପୁରୁଣା ମନ୍ଦିରକୁ। ଭଲ ଭାବେ ପୁରାତନ ଶିଳା ଉପରେ ଅଦୃଶ୍ୟ ଲେଖା ରହିଥିଲା, ଯେଉଁଠାରେ ଛାୟା ରହିବ, ସତ୍ୟ ଉଦ୍ଘାଟିତ ହେବ। ତେବେ ସେମାନେ ମନ୍ଦିର ଭିତରକୁ ପ୍ରବେଶ କଲେ ଓ ଆଉ ଶୁଣିଲେ ଏକ ଶ୍ରୁତି, ଅର୍ଥ ନଥିବା ହସ। ଛାୟା ଆକର୍ଷିତ ହୋଇ ସାମ୍ନାକୁ ଆସିଲା। ଏହା ଗାଁର ପୁରୁଣା ଦୁଃଖ, ଅନ୍ୟାୟର ଅକ୍ଷିପ୍ତ କାହାଣୀ। ଦିଲ୍ଲୀପର ମୁହଁରେ ଏକ ଅନ୍ଧକାର ସ୍ମୃତି ପ୍ରକାଶିତ ହେଲା, ତାଙ୍କ ପୂର୍ବ ଜୀବନର ଏକ ରହସ୍ୟ। ତଥାପି ଚାରିପାଖ ଉଜ୍ଜଳ ହେଲା। ସୀତା ଧୀରେ ତାଙ୍କର ହାତ ଧରି ଛାୟାକୁ କହିଲେ, ଜାଣ, ଆମେ ତୁମକୁ ଶୁଣିଛୁ। ତୁମର ଦୁଃଖ ଥିଲେ ଯାହା ତୁମେ କୁହ। ଏବଂ ଚମତ୍କାର, ଛାୟା ଧୀରେ ଧୀରେ ହଲିଲା ଏବଂ ଗାଁ ଉପରେ ଶାନ୍ତି ଫେରିଲା। କିନ୍ତୁ ଶେଷ ଲାଇନରେ ଅନ୍ତିମ ଷ୍ଟ୍ରିଙ୍ଗ, ଗାଁରେ ଏକ ପୁରୁଣା ଆଲମ୍ବ ଅଫିସର ଛୁଆ ଭିତରେ ଛୋଟ ଏକ ଛାୟା ହସିଲା। ଆମେ ଜାଣିଲୁ ଯେ କେବଳ ଏହା ଶାନ୍ତି ନୁହେଁ, କିଛି ଅଦୃଶ୍ୟ ଶକ୍ତି ଆହୁରି ମଧ୍ୟ ରହିଛି। ଏଇ ଥିଲା ଅଭିଶପ୍ତ ଗାଁର ଛାୟା। ଯଦି ଆପଣଙ୍କୁ ଏହା ଭଲ ଲାଗୁଛି, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆସନ୍ତାର ଭୟଙ୍କର କାହାଣୀ ପାଇଁ ଥ୍ୟାଙ୍କ ୟୁ। ଶୁଭରାତ୍ରି।